ଜିହିଜିକଲ ଅଧ୍ୟାୟ 48 ଗୋଷ୍ଠୀବର୍ଗଙ୍କର ଏହି ନାମ। ହମାତ୍ର ପ୍ରବେଶ ସ୍ଥାନକୁ ଯିବାର ହତଲୋନ୍ର ପଥ ନିକଟସ୍ଥ ଉତ୍ତର ପ୍ରାନ୍ତ ସୀମାଠାରୁ ଦମେଶକର ସୀମା ନିକଟସ୍ଥ ହଶ୍ଚର ଐନନ ହମାତ ପାର୍ଶ୍ୱସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ, ଆଉ ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ। ଦାନ ଏକ ଅଂଶ। ଆଉ ଦାନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଆସେର ଏକ ଅଂଶ। ପୁଣି ଆସେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ନପ୍ତାଲି ଏକ ଅଂଶ ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ମନୋସି ଏକ ଅଂଶ। ଆଉ ମନୋସିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଇଫ୍ରାଇମ ଏକ ଅଂଶ। ଇଫ୍ରାଇମର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ରୁବେନ ଏକ ଅଂଶ। ଆଉ ରୁବେନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଜିହୁଦା ଏକ ଅଂଶ। ପୁଣି ଜିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ। ତାହା ପ୍ରସ୍ଥରେ 25,000 ନଳ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ। ପୁଣି ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ 25,000 ଓ ପ୍ରସ୍ଥରେ 10,000 ନଳ ହେବ। ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ ଅର୍ଥାତ୍ ଯାଜକମାନଙ୍କ ପାଇଁ ହେବ। ତାହା ଉତ୍ତର ଆଡ଼େ 25,000 ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ 10,000 ନଳ ପ୍ରସ୍ଥ, ପୂର୍ବ ଆଡ଼େ 10,000 ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ 25,000 ନଳ ଦୀର୍ଘ ହେବ। ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ। ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ। ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି। ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ। ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ। ତାହା ମହାପବିତ୍ର ହେବ। ଆଉ ଯାଜକମାନଙ୍କର ସୀମାନୁସାରେ ଲେବୀୟମାନେ 25,000 ନଳ ଦୀର୍ଘ ଓ 10,000 ନଳ ପ୍ରସ୍ଥ ଭୂମି ପାଇବେ। ସମୁଦାୟ ଭୂମିର ଦୀର୍ଘତା 25,000 ଓ ପ୍ରସ୍ଥ 10,000 ନଳ ହେବ। ପୁଣି ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ, କିମ୍ବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ, କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଆଉ 25,000 ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ 5,000 ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ। ପୁଣି ତହିଁର ପରିମାଣ ଏହି ରୂପ ହେବ: ଉତ୍ତର ସୀମା 4,500 ନଳ, ଦକ୍ଷିଣ ସୀମା 4,500, ପୂର୍ବ ସୀମା 4,500 ଓ ପଶ୍ଚିମ ସୀମା 4,500 ନଳ ହେବ। ଆଉ ନଗରର ତଳଭୂମି ରହିବ ଉତ୍ତର ଆଡ଼େ 250 ନଳ, ଦକ୍ଷିଣ ଆଡ଼େ 250, ପୂର୍ବ ଆଡ଼େ 250 ଓ ପଶ୍ଚିମ ଆଡ଼େ
250 ନଳ ଭୂମି ରହିବ। ପୁଣି ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ଆଡ଼େ 10,000 ଓ ପଶ୍ଚିମ ଆଡ଼େ 10,000 ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ। ଆଉ ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ। ସମୁଦାୟ ଉପହାର ଭୂମି 25,000 ନଳ ଦୀର୍ଘ ଓ 25,000 ନଳ ପ୍ରସ୍ଥ ହେବ। ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ। ପୁଣି ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏ ପାଖରେ ଓ ସେ ପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ। ଅର୍ଥାତ୍ ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ 25,000 ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ 25,000 ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ। ଆଉ ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ। ଆହୁରି ଅଧିପତିଙ୍କ ଅଂଶର ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଜିହୁଦା ଓ ବିନ୍ୟାମିନର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ। ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ବିନ୍ୟାମିନର ଏକ ଅଂଶ, ବିନ୍ୟାମିନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ସିମିଓନର ଏକ ଅଂଶ, ପୁଣି ସିମିଓନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଇସାଖରର ଏକ ଅଂଶ, ଆଉ ଇସାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ସବୁଲୁନର ଏକ ଅଂଶ, ସବୁଲୁନର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଗାଦର ଏକ ଅଂଶ, ପୁଣି ଗାଦର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରିବତ୍ କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ ଦେଶର ସୀମା ହେବ। ତୁମେମାନେ ଇସ୍ରାଏଲ ଗୋଷ୍ଠୀ ଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିବ, ତାହା ଏହି ଓ ଏହି ସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଆଉ ଏହି ସବୁ ନଗରର ନିର୍ଗମନ ସ୍ଥାନ ହେବ। ଉତ୍ତର ଆଡ଼େ 4,500 ନଳ ପରିମିତ ଭୂମି ଓ ନଗରର ଦ୍ୱାର ସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ। ଉତ୍ତର ଆଡ଼େ 3 ଦ୍ୱାର ହେବ, ଅର୍ଥାତ୍ ରୁବେନର ଏକ ଦ୍ୱାର, ଜିହୁଦାର ଏକ ଦ୍ୱାର, ଲେବିର ଏକ ଦ୍ୱାର। ପୁଣି ପୂର୍ବ ଆଡ଼େ 4,500 ନଳଭୂମି ଓ 3 ଦ୍ୱାର ହେବ, ଅର୍ଥାତ୍ ଯୋସେଫର ଏକ ଦ୍ୱାର, ବିନ୍ୟାମିନର ଏକ ଦ୍ୱାର, ଦାନର ଏକ ଦ୍ୱାର। ଆଉ ଦକ୍ଷିଣ ଆଡ଼େ 4,500 ନଳ ପରିମିତ ଭୂମି ଓ 3 ଦ୍ୱାର ହେବ। ସିମିଓନର ଏକ ଦ୍ୱାର, ଇସାଖରର ଏକ ଦ୍ୱାର, ସବୁଲୁନର ଏକ ଦ୍ୱାର। ପଶ୍ଚିମ ଆଡ଼େ 4,500 ନଳ ଭୂମି ଓ 3 ଦ୍ୱାର ହେବ। ଗାଦର ଏକ ଦ୍ୱାର, ଆସେରର ଏକ ଦ୍ୱାର, ନପ୍ତାଲିର ଏକ ଦ୍ୱାର ହେବ। ଚତୁର୍ଦ୍ଦିଗ 18,000 ନଳ ପରିମିତ ହେବ। ଆଉ ସଦାପ୍ରଭୁ ତହିଁ ବିଦ୍ୟମାନ ସେହି ଦିନଠାରୁ ନଗରର ଏହି ନାମ ହେବ।